ଦେଶର କୋଟି କୋଟି ଚାଷୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଲୋକାଭିମୁଖ ଯୋଜନା କାର୍ଯ୍ୟ କରୁଛି। ଅନେକ ଗୁଡ଼ିଏ ଯୋଜନା ମଧ୍ୟରେ ଗୋଟିଏ ପ୍ରମୁଖ ସ୍କିମ୍ ହେଉଛି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା। ଏହି ଯୋଜନା ମାଧ୍ୟମରେ ଦେଶର କୋଟି କୋଟି ଚାଷୀ ଉପକୃତ ହୋଇପାରୁଛନ୍ତି। କେନ୍ଦ୍ର ସରକାର ଦେଉଥିବା ଆର୍ଥିକ ସହାୟତା ତଥା ଅନ୍ୟ ସୁବିଧା ସୁଯୋଗ ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଯାଉଛି। ତେବେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ସାମିଲ ହୋଇଥିବା ବ୍ୟକ୍ତି ବା ଆକାଉଣ୍ଟଧାରୀଙ୍କ ପାଇଁ ଇକେୱାଇସି ବାଧ୍ୟତାମୂଳକ କରାଯାଇଛି। ଏହି ଯୋଜନାରେ ଲାଭବାନ ହେଉଥିବା ଚାଷୀ ଇକେୱାଇସି କରିବା ନିହାତି ଆବଶ୍ୟକ। ଏଥିପାଇଁ ମୋଦି ସରକାର ଏକାଧିକ ଥର ସୁଯୋଗ ବି ଦେଇଛନ୍ତି। କିନ୍ତୁ ଏବେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାକୁ ନେଇ ଆସିଛି ବଡ଼ ଖବର। ହଜାର ହଜାର ସଂଖ୍ୟାରେ ଚାଷୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରୁ ବାଦ୍ ପଡ଼ିବାକୁ ଯାଉଛନ୍ତି। କାରଣ ସରକାରଙ୍କ ପକ୍ଷରୁ କେୱାଇସି ଅପଡେଟ୍ କରିବା ପାଇଁ ବାରମ୍ବାର କୁହାଯାଉଥିଲେ ସୁଦ୍ଧା କିଛି ଚାଷୀ ଏଯାଏଁ କରିନାହାନ୍ତି। ତେଣୁ ଏହି ଯୋଜନାର ପ୍ରାୟ 40 ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀ ବାଦ୍ ପଡ଼ିବାକୁ ଯାଉଛନ୍ତି। କାରଣ ଏମାନେ ବର୍ତ୍ତମାନ ସୁଦ୍ଧା ଇକେୱାଇସି କରିନାହାନ୍ତି। କେୱାଇସି ଅପଡେଟ୍ କରିବା ପାଇଁ ପୂର୍ବରୁ ଚାଷୀଙ୍କୁ 5 ଥର ସୁଯୋଗ ଦିଆଯାଉଥିଲା। ବାରମ୍ବାର ତାରିଖ ଗଡ଼ାଇ ଚାଲିଥିଲେ କେନ୍ଦ୍ର ସରକାର। ତଥାପି କିଛି ଚାଷୀ ଇକେୱାଇସି ଅପଡେଟ୍ କରିନାହାନ୍ତି। ତେଣୁ ସେହି ସବୁ ଆକାଉଣ୍ଟ ଗୁଡ଼ିକୁ ନକଲି ଘୋଷଣା କରିବା ସହିତ ବନ୍ଦ କରିବେ କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ଯୋଗ୍ୟ ଚାଷୀଙ୍କୁ ପ୍ରତି 4 ମାସରେ 2000 ଟଙ୍କା ଦେଇଥାନ୍ତି କେନ୍ଦ୍ର ସରକାର। ଏହି ଯୋଜନାରେ 14ଟି କିସ୍ତି ଏପର୍ଯ୍ୟନ୍ତ ବଣ୍ଟନ କରାଯାଇଛି। ଯେହେତୁ ଅଯୋଗ୍ୟ କୃଷକମାନେ ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି, ସେମାନଙ୍କ ସୁବିଧା ବନ୍ଦ କରିବା ଏବଂ ସେମାନଙ୍କ ଠାରୁ ଟଙ୍କା ଫେରସ୍ତ ପ୍ରକ୍ରିୟା ବର୍ତ୍ତମାନ ଚାଲି ରହିଛି। ଏହା ବ୍ୟତୀତ ଏହି ଯୋଜନାରେ ଠକେଇକୁ ରୋକିବା ପାଇଁ ହିତାଧିକାରୀଙ୍କଠାରୁ ଆଧାର ଏବଂ ଇକେୱାଇସି ସଂଯୋଗ କରିବା ବାଧ୍ୟତାମୂଳକ ବୋଲି ଖବର ମିଳିଛି।